ଏଇଟା ଯେଉଁ ପିଲାମାନଙ୍କ ଭିତରେ ଯେଉଁ ଇନୋଭେସନ୍ ଦିଆହେଉଛି ସେଇଟା ତ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ। ତାପରେ ବିନା ଆଧ୍ୟାତ୍ମିକତାରେ ଆଜିକାଲି ଆପଣ ପ୍ରଗତି କରିପାରିବେନି। ଏଗୁଡ଼ାକ ଦୁର୍ଲଭ ଜିନିଷ। ମାନେ ଆମର ଐତିହ୍ୟରେ ଏସବୁ ଜିନିଷ ଥିଲା ଅତୀତରେ, ତାକୁ କାଳକ୍ରମେ ଆମେ ଭୁଲି ଯାଇଛେ। ତେଣୁ ତାର ଯେଉଁ ରିନୋଭେସନ୍ କରାହେଉଛି ଆମର ରଥଙ୍କର ଯେଉଁ ପ୍ରଚେଷ୍ଟାରେ ବହୁତ ପ୍ରଶଂସନୀୟ। ଆଧ୍ୟାତ୍ମିକରେ ହନୁମାନଙ୍କର ମୁଖ୍ୟ ଜିନିଷ ହେଲା ତାଙ୍କର ଦାସ୍ୟ ଭକ୍ତି। ଭକ୍ତିରେ ଦାସ୍ୟ ଭକ୍ତିରେ ସେ ଶ୍ରେଷ୍ଠ। ତେଣୁ ଭକ୍ତି ବିନା ଆଜିକାଲି କିଛି ନାହିଁ। ଭକ୍ତି ହିଁ ଜ୍ଞାନର କାରଣ। ଭକ୍ତିର ଅନୁଶୀଳନ କଲେ ହିଁ ଆପଣ ଜ୍ଞାନ ଲାଭ କରିପାରିବେ। ତେଣୁ ଆମର ଗୁରୁଦେବ ମଧ୍ୟ ଠାକୁର ନିଗମାନନ୍ଦ ମଧ୍ୟ ସେ କଥା କହିଛନ୍ତି, ଭକ୍ତି ପଥରେ ଜ୍ଞାନ ଲାଭ କର, ଶଙ୍କରେর ମତ ଗୌରାଙ୍ଗের ପଥ। ପିଲାମାନଙ୍କର ତ ଚମତ୍କାର ଉନ୍ନତି ହେଉଛି, ତାକୁ ଲକ୍ଷ୍ୟ କରାଯାଉଛି ଏବଂ ଭବିଷ୍ୟତ ପାଇଁ ନିଶ୍ଚୟ ଇଏ ଆମର ବର୍ତ୍ତମାନ ଜାଗୃତିର ସମୟ ଆସିଛି। ହିନ୍ଦୁ ଧର୍ମ ଜାଗ୍ରତ ହେଉଛି ବର୍ତ୍ତମାନ। ତେଣୁ ଯେତେ ସବୁ ଅଲୌକିକ ଶକ୍ତି ଆମର ଅଲୌକିକ ଶାସ୍ତ୍ର ସବୁ ଲୁଚି ରହିଛି, ସେ ତାର ପ୍ରକାଶିତ ହେବାର ସମୟ ଆସିଛି ବର୍ତ୍ତମାନ। ଧୀରେ ଧୀରେ ଏସବୁ ପ୍ରକାଶିତ ହେବ। ଇଏ ତାର ଗୋଟେ ଶୁଭ ସୂଚନା। ଏଇଭଳି ଅନୁଷ୍ଠାନ ତ ଗଢ଼ି ଉଠିବା ଆବଶ୍ୟକ। ପ୍ରତି କୋଣେ କୋଣେ ଯେତେବେଳେ ଏଇସବୁ ଅନୁଷ୍ଠାନ ଏଇଭଳି ଅନୁଷ୍ଠାନ ହେବ, ସେତେବେଳେ ହିଁ ପ୍ରକୃତରେ ଆମ ଭିତରେ ଜାଗ୍ରତ ଚେତନା ଆସିପାରିବ। ମୋ ନାଁ ଯେ ରବୀନ୍ଦ୍ରନାଥ ପାତ୍ର, ସେକ୍ରେଟାରୀ ପ୍ରଣବ ଏଜୁକେଶନାଲ ଟ୍ରଷ୍ଟ। যেটা হচ্ছে হনুমানজীଙ୍କର ଚାରି ଯୁଗରେ ପ୍ରତାପ ଅଛି ତାଙ୍କର। ଗୋଟେ ଶ୍ଲୋକଟେ ମୁଁ ଆପଣଙ୍କୁ କହିବି। मनोजवं मारुततुल्य वेगं जितेन्द्रियं बुद्धिमतं वरिष्ठं वातात्मजं वानरयूथं मुख्यं श्रीरामदूतं शरणं प्रपद्ये। ଏ ଚାରି ଯୁଗରେ ହନୁମାନଜୀ ମହାପ୍ରଭୁଙ୍କର ବହୁତ ପ୍ରତାପ ରହିଛି। ଆଉ ସିଏ ତାଙ୍କର ଚାଳିଶାରେ ଆମେ ଯେତେବେଳେ ପଢୁଛନ୍ତି, ବଲ ବୁଦ୍ଧି ବିଦ୍ୟା ଦେହୁ ମହି ହରହୁ କଲେଶ ବିକାର, ଏସବୁର ଉକ୍ତିର ବହୁତ ଆବଶ୍ୟକତା ରହିଛି ଆଜିକାଲିର ବିଦ୍ୟାର୍ଥୀମାନଙ୍କ ପାଇଁ। ତ ପ୍ରଣବ ଏଜୁକେଶନାଲ ଟ୍ରଷ୍ଟର ପ୍ରତିଷ୍ଠାତା ଯିଏକି ଏକାଧାରରେ ଜଣେ କୃପାସିଦ୍ଧ ଓ ଧ୍ୟାନ ସିଦ୍ଧ ମଧ୍ୟ ଶ୍ରୀ ପ୍ରଣବ କୁମାର ରଥ ସାର୍, ଆଜି କେବଳ ପିଲାମାନଙ୍କର ସର୍ବୋତ୍କୃଷ୍ଟ ଉନ୍ନତି ପାଇଁ ସାରା ବିଶ୍ୱରେ 200 କୋଟି ପିଲାଙ୍କର ମାନସିକ, ବୌଦ୍ଧିକ ଓ ଶାରୀରିକ ଏବଂ ଅଲୌକିକ ସ୍ମୃତି ଶକ୍ତିର ବିକାଶ ପାଇଁ ଏ ଗୋଟେ ନିଆରା ଗୋଟେ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଯୋଉଟାକି 2014 ମସିହାରୁ ଆରମ୍ଭ କରିକି ଆଜି 2025 ମସିହାରେ ଦୀର୍ଘ 11 ବର୍ଷ ହେଲା 2025 ମସିହାରେ 2,25,000 ହନୁମାନ ଚାଳିଶା ଆଜି ସଂଗ୍ରହ କରିପାରିଛନ୍ତି। ସାରା ଓଡ଼ିଶାରୁ ବିଦ୍ୟାର୍ଥୀମାନେ ଲେଖିକି ପଠାଇଛନ୍ତି। ସେଇଟା ଆମ ପାଇଁ ଗୋଟେ ଗୌରବର ବିଷୟ। ପ୍ରକୃତରେ ବିଭିନ୍ନ ଭାଷାରେ ଲେଖା ହେଇଛି। ଆମର ଭାରତର ବିଭିନ୍ନ ଭାଷାରେ ହନୁମାନ ଚାଳିଶା ଲେଖା ହେଇପାରିଛି। ପ୍ରକୃତରେ ହନୁମାନ ଚାଳିଶା ଦ୍ୱାରା ତ ବହୁତ କିଛି ଉନ୍ନତି ହେଇପାରିବ, କିନ୍ତୁ ସେ କେବଳ ପିଲାମାନଙ୍କର ଉନ୍ନତି ପାଇଁ ବୋଲି ଗୋଟେ ବିଶ୍ୱର ଗୋଟେ ବିରାଟ ପରିବର୍ତ୍ତନ କରିବାକୁ ହେଲେ ପିଲାମାନଙ୍କର ହିଁ ଉନ୍ନତିର ଆବଶ୍ୟକତା ବୋଲି ସେ ଯେହେତୁ ଅନୁଭବ କରିଛନ୍ତି, ସେ ବର୍ତ୍ତମାନ ଏଇଥିପାଇଁ ଏଇଟା ବହୁତ ଗୁଡ଼ାଏ ପ୍ରକ୍ରିୟା କରିଛନ୍ତି। କିନ୍ତୁ ମୁଖ୍ୟତଃ ହନୁମାନଜୀ ଚାଳିଶାଙ୍କ ଲେଖିବା ଦ୍ୱାରା ବହୁତ କିଛି ଉନ୍ନତି ପିଲାମାନଙ୍କର ହେଇପାରିଛି। ସେଇ ଉଦ୍ଦେଶ୍ୟରେ ସେ ଏଇଟା କରିଛନ୍ତି। ଉଦାହରଣତଃ ବହୁତ ଅଛି, ଯେମିତି ଆମେ ଚାଳିଶା ଯେତେବେଳେ ପାଠ କରୁଛନ୍ତି ସେତେବେଳେ ଆମ ମନଟା ଚାଳିଶା ପଢୁଥିବେ କିନ୍ତୁ ମନଟା ଏପଟ ସେପଟ ହେଇଥାଉଛି। କିନ୍ତୁ ଯଦି ଯେତେବେଳେ ଜଣେ ଚାଳିଶା ଲେଖୁଛନ୍ତି ତ ତା ମନଟା ସେଇଠି ହିଁ ଏକାଗ୍ର ରହୁଛି। ଯୋଉ ଏକାଗ୍ର କରିବାର ଯୋଉ ପ୍ରକ୍ରିୟାଟା ଭିତରେ ଏଇଟା ହଉଛି ଗୋଟେ ମୁଖ୍ୟ ପ୍ରକ୍ରିୟା, ଯେ ଚାଳିଶା ଯେତେବେଳେ ଲେଖାଯାଏ ସେତେବେଳେ ମନଟା କେବେ ହେଲେ ଚଞ୍ଚଳିତ ନ ହୁଏ, ଆଉ ସେ ଏକାଗ୍ର ହୁଏ। ଯେହେତୁ ଏକାଗ୍ରର ପ୍ରକ୍ରିୟାଟା ସେ କରୁଛନ୍ତି, ତ ଏଇଟା ଗୋଟେ ହଉଛି ସବୁଠୁ ଗୋଟେ ଉତ୍କୃଷ୍ଟ। ଆଜିର କାର୍ଯ୍ୟକ୍ରମରେ ଯେହେତୁ ଆଜି ଆମର ପ୍ରଣବ ଏଜୁକେଶନାଲ ଟ୍ରଷ୍ଟର ପ୍ରତିଷ୍ଠା ଦିବସ, ତେଣୁ ଆଜି ଯୋଉ 2,25,000 ହନୁମାନ ଚାଳିଶାଙ୍କର ଉନ୍ମୋଚନ କରାଗଲା, ସେଥିରେ ଆମର ଶ୍ରୀ ଗୁରୁ ଗାୟତ୍ରୀ 1008 ଥର ପିଲାମାନେ ପାଠ କରିଛନ୍ତି। ବେଦ ପାଠ ହେଇଛି, ମାନେ ଶ୍ରୀ ରାମ ଗାୟତ୍ରୀ 11 ଥର ଏବଂ ହନୁମାନ ଚାଳିଶା 11 ଥର ପାଠ ସମସ୍ତେ କରିଛନ୍ତି। Oh